ଉପନ୍ୟାସ ପକ୍ଷୀବାସ ଲେଖିକା ସରୋଜିନୀ ସାହୁ ପଢ଼ି ଶୁଣାଉଛନ୍ତି ବିଜୟଲକ୍ଷ୍ମୀ ପତ୍ରୀ। ଭାଗ 1। ବସନ୍ତ ଋତୁ ଆସିଗଲେ ବଣ ପାହାଡ଼ରେ ମହୋତ୍ସବ ଲାଗିଯାଉଥିଲା। ସଭିଙ୍କ ମନ ହେଉଥିଲା ଉତ୍ତାଳ। ମଦମତ୍ତ ହେଇଉଠୁଥିଲେ ସଭିଏଁ। କେତେ ଜଣା ଅଜଣା ଫୁଲର ମହକ ଚକାଭଉଁରୀ ଖେଳୁଥିଲା ଖଣ୍ଡମଣ୍ଡଳଯାକ। ସେଇ ମହକରେ କୋଇଲିର ନିଦ ଭାଙ୍ଗୁଥିଲା। ନିଦରୁ ଉଠି ଗଛ ଗହଳରୁ ଡାକ ଦେଉଥିଲା ସେ, ବସନ୍ତ ଆସିଲା, ବସନ୍ତ। ତା ଡାକରେ ଆମ୍ବ ଗଛକୁ ଫେରି ଆସୁଥିଲା ଯୌବନ। ମେଞ୍ଚାଏ ଜହ୍ନ ଆଲୁଅ ଭଳି ଖୁନ୍ଦି ହେଇଯାଉଥିଲା ବଉଳ। ବଉଳ ଶୁଖି କଷି ଧରିଲା ବେଳକୁ ଟିପ୍ ଟିପ୍ କରି ପାଖୁଡ଼ା ଖୋଲୁଥିଲା ମହୁଲ ଫୁଲ। ମହୁଲ ଫୁଲ ମତାଣିଆ କରିଦେଉଥିଲା ପୂରା ବଣଭୂଇଁକୁ। ରାତି ସାରା ଠୋପା ଠୋପା ମହୁ ଝରି ପଡ଼ିଲା ପରି ଝରି ପଡ଼ୁଥିଲା ମହୁଲ ଫୁଲ। ସତେକି ଆକାଶରୁ ତାରାଯାଙ୍କ ଝରି ପଡ଼ୁଛନ୍ତି ପରସ୍ପରକୁ ଡକାଡକି ହେଇ। ଆଉ ସେଇ ତାରାଫୁଲଯାଙ୍କ ପାଗଳ କରୁଥିଲେ ପାହାଡ଼ୀ ମଣିଷଙ୍କୁ, ଜଙ୍ଗଲୀ ଜନ୍ତୁଙ୍କୁ। ନିଶାଗ୍ରସ୍ତ କରି ପକଉଥିଲେ ଆଖପାଖର 8-10 ଖଣ୍ଡି ଗାଁ ଆଉ ପଡ଼ାକୁ। ମହୁଲ ଫୁଲ ଲୋଭରେ ବେଳେବେଳେ ଜଙ୍ଗଲରୁ ଲୋକାଳୟକୁ ପଶି ଆସୁଥିଲେ ଭାଲୁ। ଆଉ କେବେ କେମିତି ମହୁଲ ସାଉଣ୍ଟୁ ସାଉଣ୍ଟୁ ଜଙ୍ଗଲ ମଝିରେ ନିଜକୁ ଆବିଷ୍କାର କରୁଥିଲା ଗାଁର ଯୁବତୀ। ହୋସ୍ ଫେରିଲେ ଜଙ୍ଗଲ ଭିତରେ ନିଜକୁ ଏକଲା ପାଇ ଗାଁ ମୁହାଁ ହେଇ ଧାଉଁଥିଲା ସେ ଜୀବନ ବିକଳେ। ମହୁଲ ଫୁଲ ବାସ୍ନାରେ ଗାଁ ଭିତରକୁ ହାତୀ ପଲ ଗଡ଼ିଲେ ସବୁ ସରୁଥିଲା। ଚାଳ ଖପର, ତାଟି କବାଟ କିଛି ମାନୁ ନଥିଲେ। କାହାର କଅଁଳା ଛୁଆକୁ ପାଦରେ ମକଚି ଦେଇ ଯାଉଥିଲେ ତ କାହାକୁ ଶୁଣ୍ଢରେ ଟେକି ଅଣ୍ଟା ହାଡ଼ ଭାଙ୍ଗି ଦେଇ ଯାଉଥିଲେ। ହାଣ୍ଡି କୁଣ୍ଡେଇ ଭାଙ୍ଗି ସାଇତା ମହୁଲ ଫୁଲଯାକ ଚୋରେଇ ଖାଉଥିଲେ ଦୁର୍ଦାନ୍ତ ଡକାୟତ ଭଳି। ତଥାପି ମହୁଲି ରନ୍ଧା ହେଉଥିଲା, ତଥାପି ବାସ୍ନା ଚହଟୁଥିଲା, ତଥାପି ମତୁଆଲା ହେଉଥିଲେ ମଣିଷ ଆଉ ହାତୀ। ମହୁଲ ଗଛରେ ଟୋଲ ଧରିଲା ବେଳକୁ ଚାର ଆଉ କେନ୍ଦୁ ପାଚି ଟସ୍ ଟସ୍ କରୁଥିଲା। ଜ୍ୟେଷ୍ଠ ମାସ ଖରା ସମ୍ଭାଳି ନ ପାରି ଟପଟାପ ହେଇ ଗଳି ପଡ଼ୁଥିଲେ ପାଚିଲା କେନ୍ଦୁଯାଙ୍କ। ପେଟ ଭର୍ତ୍ତି ମିଠା ରସ। ସାଉଁଟି ଆଣିଲେ 8-10ଟାରେ ଓଳିକର ଭୋକ ଦୂର। ଶେଷ କେନ୍ଦୁଟି ଗଛରୁ ଝଡ଼ିବ ଝଡ଼ିବ ହଉଥିଲା ବେଳେ ଜାମୁକୋଳି ରଙ୍ଗ ବଦଳାଇବା ଆରମ୍ଭ କରିଦେଇଥିଲା। ପଛକୁ ପଛ ଯେମିତି ସମ୍ଭାର ଯୋଗାଡ଼ କରି ରଖିଥିଲା ଜଙ୍ଗଲ। ଆମ୍ବ, ଜାମୁ, ଚାର ହେଇ କେତେ ପ୍ରକାରର କୋଳି। ଖାଲି କୋଳି କିଆଁ, ପଳାଶ ଫୁଲ ଫୁଟି ନିଆଁ ହେଇ ଝୁଲୁଥିଲା ଆକାଶରେ। ଖଣ୍ଡମଣ୍ଡଳ ଦାଉ ଦାଉ ଦିଶୁଥିଲା ସେ ନିଆଁ ଆଲୁଅରେ। କେଉଁ ଛଟକରେ କଅଁଳି ଉଠୁଥିଲେ ଛନଛନିଆ କେନ୍ଦୁପତରମାନ ରଗଡ଼ାମାନଙ୍କରେ। ପୁଣି ଜଙ୍ଗଲୀ ମଣିଷ ଅଣ୍ଟା ପାଖରେ ବୋକଚା ବାନ୍ଧି ନଇଁପଡ଼ି ପତର ଖୁଣ୍ଟୁ ଖୁଣ୍ଟୁ ଦାନାକନା ଯୋଗାଡ଼ରେ ଲାଗୁଥିଲେ। ପତର ପଛକୁ ପତର ଖଞ୍ଜି ଠିକାଦାରକୁ ବିକୁଥିଲେ ସରକାରଙ୍କ ଦରଠୁ କମ୍ ଦରରେ। କୁଚିଆ ବ୍ୟବସାୟୀଙ୍କଠୁ ଦୋକଚା ପତର ଆଣି ବିଡ଼ି ବାନ୍ଧିଥିଲା ମୂଲ ପାଉଥିଲା। ଖଜୁରୀ ବାହୁଙ୍ଗା କାଟି ଆଣି ମାଇପିଏ ଛାଞ୍ଚୁଣି ଆଉ ପଟି ବୁଣୁଥିଲେ। ଆଉ ମରଦଗୁଡ଼ା ବେଣା ଚେରରେ ତାଟି ବାନ୍ଧି କଣ୍ଟାବାଞ୍ଜି ନୂଆପଡ଼ା ଯାଏ କେହି କେହି ବିକି ଯାଉଥିଲେ। ଏମିତି ଶାଳମଞ୍ଜିଠୁ କେନ୍ଦୁପତର, ଝାଡ଼ୁଠୁ ମାଙ୍କଡ଼ା ପଥର ଦେଇ ସବୁ ମତେ ଦାନା ଯୋଗେଇ ଦିଏ ତାଙ୍କୁ ଜଙ୍ଗଲ। ମହୁ ଫେଣାଟେ ଭାଙ୍ଗିଲେ ଫରେଷ୍ଟ ଗାର୍ଡକୁ ଦେଇ ଛପରର ରୁଅଗଞ୍ଜା ପାଇଁ ବଲା ଦିଖଣ୍ଡ ଯୋଗାଡ଼ ହୁଏ। ଝୁଣା କି ବେତ ଆମଦାନୀ, ଲୁଣ କେଇମାଣର ପଇସା। ବାର୍ହା, ସମ୍ବର କି କୁଟ୍ରାଗୁଡ଼ା ଉଭେଇ ଗଲେଣି କୋଉ କାଳୁ। ନହେଲେ ପୁନେଇ ପର୍ବ କି ବାହାପୁଆଣିଟା ଚଳି ଯାଉଥିଲା ବେଶ୍ ଭଲରେ ଭଲରେ। ଏବେ ଜଙ୍ଗଲଟା କୁଆଡ଼େ ସରକାରର। ସରକାରଟା କେମିତି ଯିବ ଏ ଜଙ୍ଗଲୀ ମଣିଷଗୁଡ଼ା ଦେଖିନାହାନ୍ତି। ଫରେଷ୍ଟ ଗାର୍ଡ କହେ, ଆମେ ସରକାରୀ ଲୋକ, ଜଙ୍ଗଲରୁ କାଠ ଚୋରି କଲେ ସରକାର ତମକୁ ଜେଲ୍ ଦବ। ଜେଲରେ ଘଣା ପେଲିବ, କୋରଡ଼ା ଖାଇବ। ଜାଳେଣୀ 2 ଖଣ୍ଡରେ ବି ଫାଇନ୍ ଲାଗେ। କୁକୁଡ଼ାଟେ କି 150 ଟଙ୍କା। ସେମାନେ ସରକାର ଦେଖିନାହାନ୍ତି, ହେଲେ ରାତି ଅଧରେ ବଡ଼ ବଡ଼ ଟ୍ରକ୍ ହଲି ଦୋହଲି ଜଙ୍ଗଲ ଭିତରେ ପଶେ। ରାକ୍ଷସର ଜିଭ ଚାଟିନେଲା ପରି ଜଙ୍ଗଲ ପଡ଼ିଆ ପାଲଟେ। ତଥାପି ତାଜୁବ ମଣିଷ ସରକାରକୁ ଦେଖିପାରେ ନା, ନହେଲେ ପଚାରନ୍ତା ୟା ରହସ୍ୟ। ଏବେ ଆଉ ସେ ଅଗ୍ନାଅଗ୍ନି ବନସ୍ଥ ନାହିଁ। ଆଗ ଥିଲା ବଣକୁ ଘେରି ନାଳ, ବୁଢ଼ୀ ଚୋର, ପାହାଡ଼ୀ ନଈ। Sample complete. Ready to continue?